କୁର୍ତ୍ତମଗଡ଼ଠାରେ କଂଗ୍ରେସର ପ୍ରଚାର। ଚଳିତ ମାସ କନ୍ଧମାଳ ଜିଲ୍ଲାରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢ଼େଇ। ନେତାମାନେ ନିଜ ନିଜ ଦଳୀୟ କର୍ମୀଙ୍କୁ ଧରି ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଆଜି ଦେଖିବାକୁ ମିଳିଛି ଏକ କଂଗ୍ରେସ ପ୍ରେମୀଙ୍କର ଦଳୀୟ ପ୍ରେମ। କୁର୍ତ୍ତମଗଡ଼ ଗ୍ରାମ ପଞ୍ଚାୟତ ସଭାପତି ଗୁଟୁନୁ ମାଝୀ ଓ ବରିଷ୍ଠ କଂଗ୍ରେସ ସଦାନନ୍ଦ ମଲ୍ଲିକ, କୁଳେନ୍ଦ୍ର ନନ୍ଦ, ଫେରସ ମଲ୍ଲିକ, ଗିରୀଶ ନାୟକ, ବୀରେନ୍ଦ୍ର ବି ସିଂ, ଶ୍ରୀକାନ୍ତ ଦିଗାଲ ଭଳି ଅନେକ ନେତାଙ୍କ ନେତୃତ୍ୱରେ କୁର୍ତ୍ତମଗଡ଼ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଶହ ଶହ ସାଧାରଣ ଜନତାଙ୍କୁ ଧରି କଂଗ୍ରେସ ନେତା କର୍ମୀ ନିଜ ଦଳୀୟ ଉଭୟ ଦୁଇ ଜଣ ପ୍ରାର୍ଥୀଙ୍କ ପାଇଁ ଅଞ୍ଚଳରେ ବୁଲି ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି। ସ୍ଥାନେ ସ୍ଥାନେ ମିଟିଂ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଜନହିତକାରୀ ଯୋଜନାର ବିଫଳତା ଲୋକଙ୍କୁ ବୁଝେଇବା ଓ କଂଗ୍ରେସ ସରକାରଙ୍କ ବିଭିନ୍ନ ଗ୍ୟାରେଣ୍ଟିକୁ ଲୋକଙ୍କ ପାଖରେ ପହଞ୍ଚିବା ଦେଖିବାକୁ ମିଳିଛି। ଏହି ଅବସରରେ ଜଣେ ପୂର୍ବତନ ଶିକ୍ଷାବିତ୍ ତଥା ବରିଷ୍ଠ କଂଗ୍ରେସ ନେତା ଜନସାଧାରଣଙ୍କୁ କଂଗ୍ରେସକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ଜଣେ ଶିକ୍ଷାବିତ୍। ଦେଖନ୍ତୁ କିଛି ସନ୍ଦେଶ ଦେବା ପୂର୍ବରୁ ମୁଁ ସମସ୍ତ ଭାରତ ବର୍ଷରେ ଥିବା ଅଗଣିତ ଭୋଟର ଭାଇ ଭଉଣୀମାନଙ୍କୁ ମୋର ନମସ୍କାର ଜଣାଉଛି। ସମସ୍ତଙ୍କୁ ମୋର ନମସ୍କାର। ପ୍ରିୟ ମତଦାନ କରିବାକୁ ଯାଉଥିବା ଭାଇ ଏବଂ ଭଉଣୀମାନେ ସମସ୍ତଙ୍କୁ ମୋର ଶୁଭେଚ୍ଛା। ଦେଖନ୍ତୁ, କାହାକୁ ଭୋଟ ଦେବେ ବିବେଚନା କରନ୍ତୁ। ଆପଣଙ୍କ ପରିବାର, ଆତ୍ମୀୟ ସ୍ୱଜନ, ଜାତି ଭାଇମାନେ, ରୋଜଗାର ଧନ୍ଦାବାଡ଼ି, ଜମିବାଡ଼ି, ଘରଦ୍ୱାର, ଆପଣଙ୍କ ଧର୍ମ ଓ ମନ୍ଦିର, ଗିର୍ଜା ଘରକୁ କେଉଁ ସରକାର ସୁରକ୍ଷା ଦେଇପାରିବ? ଚିନ୍ତା କରନ୍ତୁ। ଭାରତ ଆମ ପିତୃପୁରୁଷଙ୍କ ଜନ୍ମ ମାଟି, ଆମେ ଏହାର ନାଗରିକ। ସମ୍ବିଧାନ ଆମକୁ ଦେଶରେ ନିରାପଦରେ ବାସ କରିବା ଅଧିକାର ଦେଇଛି, କିନ୍ତୁ ଆମେ ସୁରକ୍ଷିତ ନୁହଁ। ସଂଖ୍ୟାଲଘୁ ବା ମାଇନରିଟି ଭାବେ ଆମେ ତାଡ଼ନାର ଶିକାର ହେଉଛୁ। ଦଙ୍ଗା ପରେ ଧନ୍ଦାବାଡ଼ି ଚୌପଟ, ଆମର FCR, ହଷ୍ଟେଲ, ସ୍କୁଲ, କଲେଜ, ମେଡିକାଲ ବନ୍ଦ। ବିଜେପି ଆଗକୁ କୋଟା ବନ୍ଦ କରି ସମ୍ବିଧାନ ବଦଳାଇବାକୁ ଖୋଲାଖୋଲି କହୁଛି। ବିଜେପି ବିନା ତିଷ୍ଠି ପାରିବ ନାହିଁ। ବିଜେଡିକୁ ଇଡି ଭୟ ଘାରୁଛି। ବିଜେପିର ମୁଖ୍ୟ MP ମାନେ ବିଜେପିକୁ ଇଡି ଭୟରେ ପଳେଇଲେଣି। ଏଣୁ ସେମାନେ ଗୋଟିଏ ମନୋବୃତ୍ତି ନେଇ ଦେଶ ଚଳାଉଛନ୍ତି। ଗଣତନ୍ତ୍ରକୁ ଲୋପ କରି ଏକଛତ୍ରବାଦ ଶାସନ ସେମାନଙ୍କର ଲକ୍ଷ୍ୟ। ମଣିପୁର ଦଙ୍ଗା ଆମକୁ ସ୍ମରଣ କରିଦେଉଛି। ଦଙ୍ଗାଗ୍ରସ୍ତଙ୍କ ପାଇଁ ମୋଦିର ନା ନବୀନର କିଛି ସହାନୁଭୂତି ନାହିଁ। ରାହୁଲ ଗାନ୍ଧୀ ଦୁଇ ଥର ମଣିପୁର ଯାଇ ପୀଡ଼ିତଙ୍କ ଦୁଃଖ ବୁଝିଛନ୍ତି। କଂଗ୍ରେସ ଦେଶର ଗଣତନ୍ତ୍ର, ସମ୍ବିଧାନ, ST, SC ଓ ଦଳିତମାନଙ୍କୁ ସୁରକ୍ଷା କରିବ। କାରଣ କଂଗ୍ରେସ ଧର୍ମ ନିରପେକ୍ଷତାରେ ବିଶ୍ୱାସ କରେ। ଏଣୁ ଏଥର କଂଗ୍ରେସକୁ ଭୋଟ ଦିଅନ୍ତୁ। ଦେଶର ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା କରନ୍ତୁ। ଏତିକି କହି ମୁଁ ରହିଲି। ସମସ୍ତଙ୍କୁ ମୋର ଧନ୍ୟବାଦ। ଆଜ୍ଞା, ଆଉ ଆମ କଂଗ୍ରେସକୁ କିପରି ଆମେ ଜିତେଇବୁ ସେଥିପାଇଁ ସମସ୍ତେ ଆଦିବାସୀ ହରିଜନ ଭାଇମାନେ ସମସ୍ତେ ଏକ ହୋଇ ସମସ୍ତେ ଆମେ ହାତ ମିଳେଇକିରି ଏକ ହେଇକିରି ଆମେ କଂଗ୍ରେସ ପାଇଁ ଲାଗି ପଡ଼ିଛୁ। ପର୍ଯ୍ୟନ୍ତ ଆମେ ଦେବୁ ବୋଲି ଆମେ ବିଜୟ କରିବୁ ବୋଲି ଆମେ ସବୁ ଇଚ୍ଛା ପ୍ରକାଶ କରୁ। ଧନ୍ୟବାଦ ଆଜ୍ଞା। ବାଲିଗୁଡ଼ାରୁ ରୋହନ କୁମାର ନନ୍ଦଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।